ମା ଏ ଦୁଃଖୀ କୁ ଭିକ ଗଣ୍ଡେ ମିଳୁ ମା। 2 ଦିନ ହେଲା କିଛି ଖାଇନି ମା। ଭିକ ଗଣ୍ଡେ ମିଳୁ ମା। ତମ ତେଲ ତ ତିକ୍ତା ଗତି ଆତ ଗଲ ତ କାମ କଲତି ଭିକ କାହିଁକି ମାଗୁତ? ଆଉ କାଟିକି ଖାଉନ? ହଉ ଠିକ ଅଛି ପୁଅ, ହେଲେ କଣ କାଟିକି ଖାଇବି? କାଟିକି ନୁହ, କାଟିକି। ହଁ ପୁଅ, କହୁଛୁ ଯଦି ତୁ କିଛି ପରିବା କି ଫଳ ଆଣିକି ଦେ, ମୁଁ କାଟିକି ଖାଇଦେବି। ମୁଁ ତାନ ତାଉତି ତମ ତାନ ବୁଦ୍ଧି ତ, ଆଉ ମୁଁ କହୁଛି ନିଜେ କାଟିକି ଖାଅ। ମୁଁ ବି ସେଇ କଥା କହୁଛି, କିଛି ପରିବା କି ଫଳମୂଳ ଦେଲେ ସିନା କାଟିକି ଖାଇବି। ଓହୋ ଭାଇ, ସେ ପୁରା ଖନାଟେ ତା ପାଟି ଲାଖୁଛି। ସେ କହୁଛି ଖଟିକି ଖାଅ, ଏମିତି ଭିକ ମାଗିକି ନୁହେଁ, ମାନେ ନିଜେ ଖଟିକି ରୋଜଗାର କରିକି ଖାଅ। ଆଲେ ସେତେବେଳେ ଏ କଥା ବୁଝାଉତି, ହେଲେ ତେ ବୁଝୁନାହାନ୍ତି, ଖାଲି କାଟି ହଉଛନ୍ତି। କି ବେକାର ଘରକୁ ଭିକ ମାଗି ଆସିଲି କେଜାଣି। ସେତେବେଳୁ ତ ପିଲାଟା କିଛି ହେଲେ ଦଉନି, ଖାଲି ମୋ ମୁଣ୍ଡଟାକୁ ଖାଉଛି। ଯାଉଛି ଆଉ କୋଉ ଘରୁ ଭିକ ମାଗିଦେବି। କାଟି ଖାଇବ।